ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ। ଆଜି ମେ 14 ତାରିଖ ବୁଧବାର ସକାଳର ଇମ୍ପୋର୍ଟାଣ୍ଟ ଖବର ଉପରେ ନଜର ପକେଇବା। ଆପଣମାନଙ୍କୁ ଅନୁରୋଧ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବେ, କାରଣ ଆପଣମାନେ ଖୁବ୍ କମ୍ ସମୟ ଭିତରେ ଦେଶ ବିଦେଶଠାରୁ ଆରମ୍ଭ କରି ଆମ ରାଜ୍ୟର ସମ୍ପୂର୍ଣ୍ଣ ଖବର ଜାଣିପାରିବେ। ତ ଆଜିର ପ୍ରଥମ ଖବର, ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା। ରାଜ୍ୟରେ ଲାଗି ରହିଛି କାଳବୈଶାଖୀ। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳୁଛି। ପୂର୍ବାନୁମାନ ଅନୁଯାୟୀ ଦକ୍ଷିଣ ଓ ଆଭ୍ୟନ୍ତରୀଣ ତଥା କିଛି ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ କାଳବୈଶାଖୀ ପବନ ସହିତ ବଜ୍ରପାତ ଜାରି ରହିଥିବା ବେଳେ ସନ୍ଧ୍ୟା କିମ୍ବା ରାତ୍ରି ସମୟରେ ସମସ୍ତ ଉପକୂଳ ଓ ଉତ୍ତର ଓଡ଼ିଶା ଜିଲ୍ଲା ସମେତ ଭୁବନେଶ୍ୱର ଓ କଟକ ମଧ୍ୟ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ନ୍ୟୁଜ୍, ଅଚାନକ ଶସ୍ତା ହେଲା ସୁନା। ସୁନାର ଦର ସୋମବାର ହ୍ରାସ ହୋଇଛି। ସୁନା ଓ ରୂପାର ଦର ଶସ୍ତା ହେଉଥିବା ବେଳେ ଗ୍ରାହକମାନଙ୍କ ପାଇଁ ଖୁସି ଖବର ହେଲେ ସୁନା ଦର ଅଚାନକ କାହିଁକି ହ୍ରାସ ହେଉଛି, ଆଗକୁ କେତେ ଶସ୍ତା ହେବ ତାହା ପ୍ରଶ୍ନବାଚୀ ପାଲଟିଛି। ଗୋଟିଏ ପଟେ ସୁନାର ଦର ହ୍ରାସ ହୋଇଥିବା ବେଳେ ଆଉ ଗୋଟିଏ ପଟେ ସେୟାର ବଜାରରେ କାରବାର ବଢ଼ିଛି। ପରବର୍ତ୍ତୀ ନ୍ୟୁଜ୍, 15 ସୁଦ୍ଧା ପିଏମ୍ ଆବାସ ପଞ୍ଜୀକରଣ। ଆସନ୍ତା 15 ପିଏମ୍ ଆବାସ ପଞ୍ଜୀକରଣ ଶେଷ ତାରିଖ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାୟକ। ପଞ୍ଜୀକରଣ ପାଇଁ ମଝିରେ ଆଉ ଗୋଟିଏ ମାତ୍ର ଦିନ ରହିଛି। ବର୍ତ୍ତମାନ ଏପର୍ଯ୍ୟନ୍ତ 45ରୁ 29,000 ଲୋକ ପିଏମ୍ ଆବାସ ପଞ୍ଜୀକରଣ କଲେଣି। 15 ତାରିଖ ପରେ ଘରୁ ଘରୁ ବୁଲି ଏହା କରାଯିବ, ତାହା ସର୍ଭେ କରାଯିବ। ପ୍ରଧାନମନ୍ତ୍ରୀ ନେତୃତ୍ୱରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2.0 ଆଣିଛନ୍ତି। ଭାରତ 5ଟି ସହରରେ IPL ମ୍ୟାଚ୍ ବନ୍ଦ କରାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ BCCI ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL 2025 ପାଇଁ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମା ଉତ୍ତେଜନା ଓ ନିରାପତ୍ତା ଦୃଷ୍ଟିରେ ରଖି BCCI ଭାରତରେ 5ଟି ସହର ଧର୍ମଶାଳା, ଚଣ୍ଡିଗଡ଼, ଦିଲ୍ଲୀ, ଜୟପୁର ଏବଂ ମୁମ୍ବାଇରେ IPL ମ୍ୟାଚ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।